ମାନବିକତା ହରେଇ ସାରିଲେ ମଣିଷ ସମାଜ। ଦେଖନ୍ତୁ କୋଉପରି ଗୋଟେ ବୃଦ୍ଧ ମଉସା ରୋଡ ଉପରେ ପଡ଼ି ଛଟପଟ ହଉଛନ୍ତି। ଇଏ ହଉଛି ଜଲାଲପୁର ଛକ, ନିଆଳି 4 ଛକ ଯିବା ବାଟରେ ଜଲାଲପୁର ଛକ। ଏ ଜଲାଲପୁର ଛକରେ ଗୋଟେ ଜଣେ ମଉସା ପଡ଼ିକି ରୋଡ ଉପରେ ଛଟପଟ ହଉଛନ୍ତି। ଦେଖନ୍ତୁ ଶହ ଶହ ଗାଡି ମଟର ଯିବା ଆସିବା କରୁଛି, ଶହ ଶହ ଲୋକମାନେ ବି ଯିବା ଆସିବା କରନ୍ତି। ଏଠି ଜଳଖିଆ ଦୋକାନରେ ବି ଲୋକମାନଙ୍କର ଭିଡ ଲାଗିଛି। ହେଲେ ମଉସାଙ୍କ ସମସ୍ତେ ମଉସାଙ୍କୁ ଦେଖୁଛନ୍ତି, ହେଲେ ମଉସା ବୃଦ୍ଧ ମଉସା ଜଣେ ରୋଡ ଉପରେ ପଡ଼ିକି ରୋଡ କରେ ପଡ଼ି ଛଟପଟ ହୁଅନ୍ତି। କିନ୍ତୁ ସେଥିପାଇଁ ମଉସାଙ୍କୁ ସହଯୋଗର ସାହାଯ୍ୟ କରିବା ପାଇଁ, ହାତ ବଢାଇବା ପାଇଁ କୌଣସି କିଏ ବି ମାନେ ଯାଉନାହାନ୍ତି। କିନ୍ତୁ ଏ ସ୍ୱାର୍ଥପର ଦୁନିଆରେ ଦେଖନ୍ତୁ କୋଉ ପ୍ରକାର ଭାବରେ ଗୋଟେ ବୃଦ୍ଧ ମଉସା ରୋଡ କରେ ପଡ଼ିକି ଛଟପଟ ହଉଛନ୍ତି, ହେଲେ କିନ୍ତୁ କିଏ ଶୁଣୁନାହାନ୍ତି। ଦର୍ଶକ ବନ୍ଧୁ, ମୋ କହିବା ଏଇଭଳି ବୃଦ୍ଧ ମଉସାଙ୍କୁ ଘରୁ ଛାଡନ୍ତୁ ନାହିଁ। ଯଦି ଛାଡୁଛନ୍ତି ତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। କିନ୍ତୁ ମୋ କହିବାର ଉଦ୍ଦେଶ୍ୟ ହେଲା, ଭିଡିଓ କରିବାର ଉଦ୍ଦେଶ୍ୟ ହେଲା, ଗୋଟେ ଜିନିଷ ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଯଦି ଏଇଭଳି ଘଟଣା ଆପଣ ଦେଖୁଛନ୍ତି ନିଶ୍ଚୟ ସହାୟତାର ହାତ ବଢାନ୍ତୁ। ନିଶ୍ଚୟ ଭଗବାନ ମଙ୍ଗଳ କରିବେ। ସେ ବୃଦ୍ଧ ମଉସା ଆସିକି ଫାଷ୍ଟ ଚାଲି ଚାଲି ଆଉଥିଲେ, ସେଠି ବସିଲା ଭିତରେ ହଠାତ୍ ତାଙ୍କ ମୁଣ୍ଡ ବୁଲେଇଲା, ପଡିଯାଇଥିଲେ। ସେଠି ଘଣ୍ଟେ 1.5 ଘଣ୍ଟା ହବ ପଡିଥିଲେ। ସେଠି ଶହ ଶହ ଲୋକ ଯିବା ଆସିବା କରୁଛନ୍ତି, କିନ୍ତୁ ମଉସାକୁ ସମସ୍ତେ ଦେଖୁଛନ୍ତି, କିନ୍ତୁ କିଏ ତାଙ୍କୁ ସହଯୋଗର ହାତ ବଢୁନାହାନ୍ତି। କିନ୍ତୁ ଏଭଳି ବୃଦ୍ଧ ମଉସାଙ୍କୁ ଯଦି ସାହାଯ୍ୟ କରି ଆପଣ ଭଗବାନ ନିଶ୍ଚୟ ମଙ୍ଗଳ କରିବେ। ମଉସା ପଚାରିଥିଲୁ, ମଉସା ଆପଣଙ୍କ ଘର କୋଉଠି? ଆଉ ମୋ ଘର ହଉଛି ଆମ୍ବୁଆପଡା। କୌଣସି ବ୍ୟକ୍ତି ବୃଦ୍ଧ ମଉସାକୁ ଏଭଳି ଅବସ୍ଥାରେ ଆପଣ ଦେଖୁଛନ୍ତି, ନା ନା ପାଗଳା ଲୋକ ଅଣଦେଖା ସେ କରନ୍ତୁ ନାହିଁ। ମୁଣ୍ଡ ତାଙ୍କ କିନ୍ତୁ ମୋ ଦୋଷ ଅଛି। କହିବାର କଥା ହେଲା, ଏଠି ଗାଡି ମଟର ଯିବା ଆସିବା କରୁଛି, ଶହ ଶହ ଲୋକ ଯିବା ଆସିବା କରନ୍ତି। ଏଠି ଗୋଟେ ଜଳଖିଆ ଦୋକାନ ଅଛି। ମଉସା ଜଣକ ଚାଲି ଚାଲି ଆସିଲା ଭିତରେ ମୁଣ୍ଡ ବୁଲେଇଛି, ରୋଡ ଉପରେ ପଡିଯାଇଛନ୍ତି। କିନ୍ତୁ ଘଣ୍ଟେ ଖଣ୍ଡେ ପଡିଛନ୍ତି ଯାହା ଆମେ ସୂଚନା ପାଇଲୁ। ତେଣୁ ଏଭଳି ମଉସାଙ୍କୁ ଆପଣ ଛାଡିକି କେବେ ହେଲେ ଆପଣ ଅଣଦେଖା କରନ୍ତୁ ନାହିଁ। ତାଙ୍କୁ ନିଶ୍ଚୟ ସହାୟତାର ହାତ ବଢାନ୍ତୁ। ଆଉ ମୋର ଗୋଟେ ଅନୁରୋଧ ତାଙ୍କ ପିଲା ଛୁଆ ମାନଙ୍କୁ, ଯଦି ଆପଣ ଏଇଭଳି ବ୍ୟକ୍ତିଙ୍କୁ ଯଦି ଆପଣ ଘରୁ ଛାଡୁଛନ୍ତି, ଧ୍ୟାନ ଦିଅନ୍ତୁ। ନହେଲେ ଗାଡି ମଟର ଯୋଉ ପ୍ରକାର ଏଇଠି ଚାଲୁଛି, ଦୋକାନରେ ଲୋକ ମଉସାର ଠିଆ ହେଇଛନ୍ତି ତ ଯାହାହେଲେ କିଛି ପବ୍ଲିକ। ଘଟିଥାନ୍ତା, ଯାହା ଗୋଟେ ବୁଢା ଲୋକ ସେଠି ପଡିଛି ସ୍ଥାନୀୟ ଲୋକ କେହି ଯାହା କହନ୍ତି। ଶୁଣୁନାହାନ୍ତି। କିନ୍ତୁ ଆପଣ ସେଠି ମଣିଷର ଗୋଟେ ମାନବିକତା ଏମିତି ପ୍ରକାର ତଳକୁ ଖସି ଯାଇଛି, ସେଠି ଶହ ଶହ ଲୋକ ଦେଖିଲେ ସୁଦ୍ଧା ବି କୌଣସି ମଉସା ପାଖକୁ କିଏ ଯାଉନାହାନ୍ତି। ଯୋଗକୁ ଆମେ ସେଇ ଭିତରୁ ବାଟରେ ନେଇଯାଉନ ଆମେ ସେଠି ଯାଉଥିଲୁ, ବସିବେ ଏଭଳି ଖାଇବାକୁ ମଉସାଙ୍କୁ ଆମେ ଖାଇବେ। ଦେଖିଲୁ। ଆପଣଙ୍କୁ ଅନୁରୋଧ କରୁଛୁ, ଆମେ ବି କାଲି ଦିନେ ବୃଦ୍ଧ ହବା। ଏଭଳି ଘଟଣା ଯୋଉମାନେ ଦେଖନ୍ତି, ସହାୟତାର ନିଶ୍ଚୟ ହାତ ବଢାନ୍ତୁ। ଜୟ ଜଗନ୍ନାଥ। ସେ ଖାଇସାରନ୍ତୁ ଆସିବ ମାଙ୍କଡର ବୁଢା ଲୋକଟା ପଡିଥିଲା ପଡିଥିଲା ରୋଡ ଉପରେ ଏଠି ଶହ ଲୋକ ଚାହୁଁଛନ୍ତି ଦେଖିବାକୁ, କାହାକୁ ଦଳ ନାହିଁ କି କଣ ବେପାର ଯାଉଛ ସେ ଖାଇସାରନ୍ତୁ ଆସିବ ମାଙ୍କଡର